ओम विष्णुपादाय कृष्ण पृष्ठाय भूतले श्रीमते नमस्ते सरस्वती देवे गौरवाणी प्रचारिणे जय श्री कृष्ण चैतन्य प्रभु नित्यानंद श्री अद्वैत श्रीवासादि हरे कृष्ण 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 हरे हरे राम राम हरे कृष्ण 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 हरे 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 राम राम हरे कृष्ण 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 हरे 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 राम 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 ଉପସ୍ଥିତ ଥିବା ସମସ୍ତ ବୈଷ୍ଣବ ମାନଙ୍କୁ ମୋର ମଧ୍ୟ ମୋର ପ୍ରଣାମ। ଆଜିର ବିଷୟଟି ହଉଛି ସୀତା ଓ ଅନିରୁଦ୍ଧଙ୍କର ମିଳନ। ତ ଏ ବିଷୟରେ ମାନେ କହିବାର ଯୋଗ୍ୟତା ମୋ ପାଖରେ ନାହିଁ। ମୋର କିଛି ତ୍ରୁଟି ରହିଲେ ମୋତେ କ୍ଷମା କରିବେ। ସୀତା ଓ ଅନିରୁଦ୍ଧଙ୍କ ମିଳନରୁ ହରିହର ଯୁଦ୍ଧ ହେଇଥିଲା। ଏହା ବହୁତ ଆକର୍ଷଣୀୟ ଏବଂ କୌତୂହଳପୂର୍ଣ୍ଣ। ଶ୍ରୀ ସୁଖଦେବଙ୍କ ସମୟ ଠାରୁ ପରୀକ୍ଷିତ ମହାରାଜ ଶୁଣିବା ପାଇଁ ବହୁତ ଆଗ୍ରହୀ ଥିଲେ। ତ ଶ୍ରୀଳ ସୁଖଦେବ ଗୋସ୍ୱାମୀ କହିଲେ ଯେ ତମେ କଳି ମହାରାଜଙ୍କ ବିଷୟରେ ଶୁଣିଥିବ। ସେ ଜଣେ ମହାନ ରାଜା ଥିଲେ ଏବଂ ସିଏ ବାମନ ଦେବଙ୍କୁ ସବୁ କିଛି ତାଙ୍କର ଦାନ କରିଥିଲେ। ବାମନ ଦେବ ହଉଛନ୍ତି ବିଷ୍ଣୁଙ୍କର ଜଣେ ଅବତାର। ବାମନ ଦେବ କଳିଙ୍କର ଦ୍ୱାରସ୍ଥ ହେଇଥିଲେ ଏବଂ ତାଙ୍କୁ ବଳି ମହାରାଜ ତାଙ୍କର ସବୁ କିଛି ଦାନ କରିଥିଲେ। ସେଇ ବଳି ମହାରାଜଙ୍କର 100 ପୁତ୍ର ଥିଲା। ତାଙ୍କ ମଧ୍ୟରେ ସବୁଠୁ ଜ୍ୟେଷ୍ଠ ପୁତ୍ର ଥିଲେ ବାଣାସୁର। ବାଣାସୁର ବହୁତ ଭଲ ଭକ୍ତ ଥିଲେ। ସେ ଶ୍ରୀ ଶିବାଜୀଙ୍କର ଭକ୍ତି ଏବଂ ସେବା କରୁଥିଲେ ଏବଂ ସେ ମଧ୍ୟ ଜଣେ ସତ୍ୟବାଦୀ ଥିଲେ ଏବଂ ସମାଜରେ ସେ ତାଙ୍କର ଭକ୍ତି ଦ୍ଵାରା ଶ୍ରୀ ଶିବାଜୀ ବହୁତ ଖୁସି ଥିଲେ ଏବଂ ସମାଜରେ ତାଙ୍କର ବହୁତ ଉଚ୍ଚ ସ୍ଥାନ ମଧ୍ୟ ଥିଲା। ତ ବାଣାସୁରଙ୍କର ସେ ବହୁତ ମାନେ ବହୁତ ସେ ଯାହା ମାନେ ଯାହା କହୁଥିଲେ ସେ ଯାହା ପ୍ରତିଜ୍ଞା କରୁଥିଲେ ସେ ମଧ୍ୟ ପାଳନ କରୁଥିଲେ। ତ ତାଙ୍କୁ ସମସ୍ତେ ବହୁତ ସମ୍ମାନ ଏବଂ ସ୍ନେହ ଦଉଥିଲେ। ଥରେ ଶ୍ରୀ ଶିବାଜୀ ନୃତ୍ୟ କରୁଥିଲେ ଏବଂ ତାଙ୍କ ସେ ନୃତ୍ୟରେ ବାଣାସୁର ତାଙ୍କର 100,000 ହାତରେ ଡ୍ରମ୍ ବଜେଇକି ତାଙ୍କ ନୃତ୍ୟରେ ସାହାଯ୍ୟ କରିଥିଲେ। ତାଙ୍କୁ ଶ୍ରୀ ଶିବାଜୀ ତାଙ୍କୁ 1,000 ହାତ ତାଙ୍କୁ ଦେଇଥିଲେ ଏବଂ ତାଙ୍କର ସେଇ ଡ୍ରମ୍ ବଜେଇବାରେ ଶ୍ରୀ ଶିବାଜୀ ବହୁତ ଖୁସି ହେଇଥିଲେ ଏବଂ ତାଙ୍କର ସେଇ ଡ୍ରମ୍ ବଜେଇବାରେ ସେ ସନ୍ତୁଷ୍ଟ ହୋଇ ତାଙ୍କୁ କହିଥିଲେ କିଛି ମାଗିବା ପାଇଁ। ତ ସେ ବାଣାସୁର କହିଥିଲା ଯେ ଯଦି ଆପଣ ମୋ ଉପରେ ବହୁତ ଖୁସି ଅଛନ୍ତି ତ ମତେ ମୋ ରାଜ୍ୟରେ ରହି ମୋ ରାଜ୍ୟକୁ ସୁରକ୍ଷା ପ୍ରଦାନ କରନ୍ତୁ। ଏବଂ ଥରେ ବାଣାସୁର ଶ୍ରୀ ଶିବାଜୀଙ୍କୁ ପ୍ରଣାମ ଜଣାଇବା ପାଇଁ ଯାଇଥିଲେ ଏବଂ ସେଠି ସେ ଯେତେବେଳେ ଯାଇଥିଲେ ତାଙ୍କର ଶିରରେ ଏକ ସୂର୍ଯ୍ୟ ପରି ଉଜ୍ଜଳ ଶିରସ୍ତ୍ରାଣ ଥିଲା ଯାହାକି ଶ୍ରୀ ଶିବାଜୀଙ୍କୁ ଦେଖିଲା ପରେ ସେ ତାଙ୍କ ପାଦ ପଦ୍ମରେ ତାକୁ ସମର୍ପଣ କଲେ ଆଉ ନଈଁଗଲେ ସିଏ ତାଙ୍କ ଆଗରେ। ତାପରେ ସେ ତାଙ୍କୁ ଭକ୍ତିପୂର୍ଣ୍ଣ ଭାବରେ କହିଲେ ଯେ ମତେ ଯୋଉ ଆପଣ 1,000 ହାତ ତାହାର ମୁଁ ଠିକ ଉପଯୋଗ କରିପାରୁନାହିଁ। ସେ ମୋ ହାତଟା ଯେତେବେଳେ ହାତ କୁଣ୍ଠ ହେଇଯାଉଛି ସେତେବେଳେ ମୁଁ ଯେତେବେଳେ ଯୁଦ୍ଧ କରିବା ପାଇଁ ବାହାରକୁ ତ ମୋର ଠିକ ସମକକ୍ଷ ଯୋଦ୍ଧା ନାହାନ୍ତି। ଏଇ ଭୌତିକ ଜଗତରେ ଆପଣ ହିଁ ସବୁ ଠିକ ଯୋଗ୍ୟ ଯୁଦ୍ଧ କରିବା ପାଇଁ ମୋ ସହ। ତ ଆଉ ତା ବ୍ୟତୀତ ଆଉ ମତେ କେହି ବି ମିଳୁନାହାନ୍ତି ଏବଂ ମୋର ସେ ହାତ କଣ୍ଠକୁ ଦୂର କରିବା ପାଇଁ ମୁଁ ମୋ ଆଖି ଆଗରେ ଯାହା ସବୁ ପର୍ବତ ଗୁଡା ଆସୁଛି ମୁଁ ତାକୁ ମାରି ଧୂଳିସାତ କରିଦଉଛି। ଏମିତି ମୁଁ ବହୁତ ପର୍ବତ ଧୂଳିସାତ କଲିଣି। ଏହା ଶୁଣି ଶିବାଜୀ ଭାବିଲେ ଯେ ଏଇ ଯେ ବରଦାନ ଟା ତାର ବାଣାସୁରର ଅସୁବିଧା କରୁଛି।
ଏବଂ ସେ ଏହା ଶୁଣି ସେ ବାଣାସୁର କହିଲେ ଯେ "ଏ ବଦମାସ, ତୁ ଯେ ଭାବୁଛୁ ଯେ ତୋର ଏଇ 100 ହସ୍ତର କେହି ମାନେ ତତେ କେହି ଯୁଦ୍ଧରେ ହାରେଇ ପାରିବେନି, ତୁ ଗର୍ବ କରୁଛୁ। ଏମିତି ନୁହନ୍ତି, ଏମିତି ଅଛନ୍ତି ଯିଏକି ତୋର ଠିକ ସମୟ ଆସିଲେ ତୋର ତତେ ହରାଇ ଦେବେ, ତ ଯୁଦ୍ଧ କରି ତତେ ହରାଇ ଦେବେ ଏବଂ ତୋର ସେଇ ସମୟରେ ତୋର ଶେଷ ଦିନ ଆସିଯିବ ଏବଂ ତୋର ଯୋଉ ଯୋଉ ବିଜୟ ପତାକା ଧ୍ୱଜାଟା ସେଟା ଆଉ ରହିବ ନାହିଁ ଅଧିକ ସମୟ। ତ ତାପରେ ଏହା ଶୁଣି ବାଣେଶ୍ୱର ବହୁତ ଖୁସି ହେଲେ, କହିଲେ ଯାହା ହଉ ମୋର ଏମିତି ମୋ ଯୁଦ୍ଧ କରିବା ପାଇଁ ମତେ ଦିନ ଟିକେ ଏମିତି ମିଳିବେ। ତ ସେମିତି ସେ ଥିଲେ, କିନ୍ତୁ କିନ୍ତୁ ସେ କୃଷ୍ଣ ଚେତନାଶୀଳ ଥିଲେ, ସେ କୃଷ୍ଣ ବହିର୍ମୁଖୀ ଥିଲେ। ଦୁଇ ପ୍ରକାରର ଲୋକ ଅଛନ୍ତି, ଯିଏ ହଉଛନ୍ତି କୃଷ୍ଣ ଚେତନାଶୀଳ ଏବଂ ଅନ୍ୟଟି ହଉଛନ୍ତି କୃଷ୍ଣ ବହିର୍ମୁଖୀ। କୃଷ୍ଣ ଚେତନାଶୀଳ ବ୍ୟକ୍ତି ସବୁବେଳେ ଚେଷ୍ଟା କରେ ଯେ ତାର ଯାହା ବି ଅଛି କିଛି ଭୌତିକ ଧନ ସମ୍ପତ୍ତି ସେ ସବୁବେଳେ ଚେଷ୍ଟା କରେ ଯେ କୃଷ୍ଣଙ୍କର ସେବାରେ ଲଗେଇବା। କିନ୍ତୁ କୃଷ୍ଣ ବହିର୍ମୁଖ ବ୍ୟକ୍ତି ସେ ଚେଷ୍ଟା କରେ ଯେ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ସେଗୁଡ଼ିକୁ ବ୍ୟବହାର କରେ। ସେମିତି ମଧ୍ୟ ବାଣାସୁର ମଧ୍ୟ ଏହା ହିଁ କରୁଥିଲେ, ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ସେ ସବୁ କିଛି କରୁଥିଲେ ତାର ସେଇ ମାନେ 100,000 ହାତଟାକୁ। କିନ୍ତୁ ଅନ୍ୟ ପକ୍ଷରେ ଯୋଉମାନେ ହଉଛନ୍ତି କୃଷ୍ଣ ଏ ହଉଛନ୍ତି ଉଦାହରଣ କି ବାଣେଶ୍ୱରଙ୍କର ଉଦାହରଣ ହଉଛି କୃଷ୍ଣ ବହିର୍ମୁଖଙ୍କ ଉଦାହରଣ। ସେ କୃଷ୍ଣଙ୍କ ସେବାରେ କିଛି ନିୟୋଜିତ ହୋଇନଥିଲେ। କିନ୍ତୁ ଅନ୍ୟ ପକ୍ଷରେ ଅର୍ଜୁନ ମଧ୍ୟ ବହୁତ ଶକ୍ତିଶାଳୀ ଥିଲେ, କିନ୍ତୁ ସେ କୃଷ୍ଣଙ୍କ ନିମିତ୍ତ ସବୁ କିଛି କରୁଛି। ତ କୃଷ୍ଣ ଚେତନାଶୀଳ ହେଇ ସବୁ କିଛି ନିଜର ଧନ ସମ୍ପତ୍ତି କୃଷ୍ଣ ଚେତନାଶୀଳ ହେଇ କୃଷ୍ଣଙ୍କ ନିମିତ୍ତ ହିଁ ସେବାରେ ଲଗେଇବା ହିଁ ବହୁତ ଭଲ। ବାଣେଶ୍ୱରଙ୍କର ଜଣେ ସୁନ୍ଦରୀ କନ୍ୟା ଥିଲେ ଯାହାଙ୍କ ନାଁ ହଉଛି ଉଷା। ସେ ଥରେ ତାଙ୍କର ସମସ୍ତ ଶକ୍ତି ମାନଙ୍କ ସହ ଶୟନ କରୁଥିଲେ ଏବଂ ତାଙ୍କର ସ୍ୱପ୍ନରେ ଅନିରୁଦ୍ଧ ଆସିଥିଲେ। ସେ ଜାଣିଥିଲେ ନା ଅନିରୁଦ୍ଧ କିଏ, କିନ୍ତୁ ତାଙ୍କ ସ୍ୱପ୍ନରେ ହଠାତ୍ କି ଆସିଥିଲେ ଅନିରୁଦ୍ଧ। ତ ଏମିତି ସ୍ୱପ୍ନରେ ରାତ୍ରିରେ ସେ ତାପରେ ଏମିତି ତାଙ୍କର ନିଦ ହଠାତ୍ ଭାଙ୍ଗିଗଲା ଏବଂ ସେ ଚିତ୍କାର କହି ଉଠିଲେ ଯେ ମୋର ପ୍ରିୟତମା ଆପଣ କୋଉଠି, ଏମିତି ଚିତ୍କାର କରି ସେ ଉଠିଲେ। କିନ୍ତୁ ସେ ଯେତେବେଳେ ସେ ସଖୀ ମାନଙ୍କ ସହ ଶୋଇଥିଲେ ଏହା ଉଠି ସାରିଲା ପରେ ସେ ତାଙ୍କୁ ବହୁତ ଲଜ୍ଜା ଲାଗିଲା ଏବଂ ତାଙ୍କର ଜଣେ ଅନ୍ତରଙ୍ଗୀ ସଖୀ ଥିଲେ ଚିତ୍ରଲେଖା। ସେ ତାଙ୍କୁ ପଚାରିଲେ ଯେ କଣ ହେଲା ହେ ପ୍ରିୟ ରାଜକନ୍ୟା, ତମର କଣ ହେଲା ଏମିତି ରାତିରେ କହିଲେ ତମର କଣ ହେଲା। ତାପରେ ଏମିତି ତ କହିଲେ କଣ ହେଲା, ତାପରେ ଯେମିତି ହଉ ଉଷା କହିଲେ ଯେ ମୋର ସ୍ୱପ୍ନକୁ ଜଣେ ଆସିଥିଲେ ଏବଂ ଜଣେ ଅନିରୁଦ୍ଧ ମାନେ ଜଣେ ସେ ଜାଣିଥିଲେ କି ଜଣେ ବ୍ୟକ୍ତି ଆସିଥିଲେ ତ ତାଙ୍କ ସହ ସେ ପ୍ରତିକ୍ରିୟା କରୁଥିଲେ। ତ ଏମିତି ହଉ ହଉ ଏମିତି ଏମିତି ସେ କହିଲେ। ତାପରେ ଚିତ୍ରଲେଖା କହିଲେ ଯେ ସେ କଣ ତମର ମନ କି ଚୋରି କରିନେଇଥିବ, ସେ ପୁରୁଷ ନା କଣ ମାନେ ସେ ତମ ମନ ଚୋରି କରିନେଇଛି। ସେ କହିଲେ ତାପରେ ସେ ଉଷା କହିଲେ ଯେ ସ୍ୱପ୍ନରେ ସେ ଆସିଥିବା ବ୍ୟକ୍ତିଟି ତାଙ୍କ ମାନେ ସ୍ୱପ୍ନରେ ସେ ତାଙ୍କୁ ମାନେ ଏମତି ଚୁମ୍ବନ ଦଉଥିଲେ ଏବଂ ସେଇ ସମୟରେ ତାପରେ ସେ ଚୁମ୍ବନ ସରିବା ପରେ ସେ ଆବିର୍ଭାବ ହେଇଗଲେ। ତାପରେ ଏହା ସେ ବହୁତ ଦୁଃଖର ସହ କହିଲେ, ଚିତ୍ରଲେଖାଙ୍କୁ କହିଲେ, ଚିତ୍ରଲେଖା ମତେ ସେ ଜାଣିପାରିଲେ ଯେ ଏଇ ଯେ ଆବିର୍ଭାବଟା ପରେ ମାନେ ତାଙ୍କୁ ବହୁତ ଦୁଃଖ ଲାଗୁଛି। ତ ସେ ଚିତ୍ରଲେଖା କହିଲେ ଯେ ଉଷାଙ୍କୁ କହିଲେ ଯେ ତମର ସେ ବ୍ୟକ୍ତି ଯିଏ ବି ହେଇଥାନ୍ତୁ ମୁଁ ତାକୁ ଆକାଶ ପାତାଳ ଯୋଉଠି ବି ହଉ ନା କାହିଁକି ତାକୁ ମୁଁ ଖୋଜିକି ତମ ପାଇଁ ଆଣିବି। ଆଉ ତମେ ମତେ ଠିକ ମୁଁ ତାର ଚିତ୍ର କରିମି, ତମେ ମତେ ଠିକ ସେ କେମିତି ଦେଖାଯାଆନ୍ତି କହିଲେ ତ ମୁଁ ଚିତ୍ର କରିବି। ସେ କିନ୍ତୁ ସେଟା ଅନିରୁଦ୍ଧ ବହୁତ ଦେଖିବା ପାଇଁ କୃଷ୍ଣ ବର୍ଣ୍ଣର ଥିଲେ ଏବଂ ତାଙ୍କର ଆଖି ଦୁଇଟି ପଦ୍ମ ପରି ଥିଲା ଏବଂ ସେ ପୀତାମ୍ବର ପିନ୍ଧିଥିଲେ। ତାପରେ ଏମିତି ସେ ଥିଲେ, ତାପରେ ଏମିତି କହିଲା ପରେ ଚିତ୍ରଲେଖା ବହୁତ ମାନେ ସବୁ ଗ୍ରହରେ ଥିବା ବ୍ୟକ୍ତି ମାନଙ୍କର ଚିତ୍ର କଲେ, ଦେବତା ଯକ୍ଷ ମାନଙ୍କର ଚିତ୍ର ସବୁ କିଛି କଲେ। ତାପରେ ଶେଷରେ ଚିତ୍ର କରି କରି ସେ ସମସ୍ତଙ୍କୁ ଅଚିହ୍ନା କଲେ। ଲାଷ୍ଟରେ ସେ କୃଷ୍ଣି ବଂଶର ସମସ୍ତଙ୍କର ଚିତ୍ର କଲେ, ଯଥା ଶ୍ରୀକୃଷ୍ଣଙ୍କର ପିତା ବାସୁଦେବ, କୃଷ୍ଣଙ୍କର ଶ୍ୱଶୁର ଏମିତି, ତାପରେ ଶ୍ରୀ ବଳରାମଙ୍କର ଶ୍ରୀକୃଷ୍ଣଙ୍କର ସମସ୍ତଙ୍କୁ ସେମାନେ
ଆମର ଇଏ ଉଷା ଅର୍ଚ୍ଚନା କଲେ। ତାପରେ ସେ ଏମିତି ପ୍ରଦ୍ୟୁମ୍ନଙ୍କର ଚିତ୍ର କଲେ, ଯାହାକୁ ସେ ଟିକେ ଦେଖି ଉଷା ଟିକେ ଦେଖି ଲଜ୍ଜିତ କଲେ। ତାପରେ ଯେତେବେଳେ ସେ ଅନିରୁଦ୍ଧଙ୍କର ଚିତ୍ର କଲେ ସେ ପୁରା ଲଜ୍ଜିତ ହେଇଗଲେ ଏବଂ ସେ ତାଙ୍କୁ ଚିହ୍ନାଇଲେ ଯେ ଏଇ ହଉଛନ୍ତି ସେଇ। କିନ୍ତୁ ଆଉ ଚିତ୍ରଲେଖା ଜଣେ ଯୋଗିନୀ ଥିଲେ, ତାଙ୍କର ବହୁତ କିଛି ଶକ୍ତି ଥିଲା। ତ ସେ ଠିକ ଜାଣିପାରିଲେ ଯେ ଇଏ ହଉଛନ୍ତି କୃଷ୍ଣଙ୍କର ନାତି। ତ ସେ ସବୁ ଜାଣି ସାରିଲା ପରେ ଯେତେବେଳେ ସେ ଚିହ୍ନି ପାରିଲେ ତ ସେ ଚିତ୍ରଲେଖା ଅନ୍ତରୀକ୍ଷରେ ଗଲେ, ଦ୍ୱାରିକା ନଗରୀକୁ ଗଲେ। ଦ୍ୱାରିକା ନଗରୀରେ ବହୁତ କୃଷ୍ଣଙ୍କ ଦ୍ୱାରା ସେଟା ସୁରକ୍ଷିତ ଥିଲା। ତାପରେ ସେ ପ୍ରାସାଦ ମଧ୍ୟରେ ପଶି ଦେଖିଲେ ଯେ ବହୁତ ସୁନ୍ଦର ଭାବରେ ଅନିରୁଦ୍ଧ ଶୟନ କରିଛନ୍ତି। ଏବଂ ସେ ଶୟନ ଅବସ୍ଥାରେ ଚିତ୍ରଲେଖା ତାଙ୍କର ଯୋଗ ଶକ୍ତି ବଳରେ ତାଙ୍କୁ ଶୟନ ଅବସ୍ଥାରେ ସେ ତାଙ୍କୁ ରାଜପ୍ରାସାଦକୁ ନେଇକି ଆସିଲେ, ମାନେ ଆମର ଉଷାଙ୍କ ପାଖକୁ ନେଇକି ଆସିଲେ। ଏବଂ ଉଷା ତାଙ୍କୁ ଦେଖି ବହୁତ ଖୁସି ହେଲେ ଏବଂ ତାଙ୍କ ସାଙ୍ଗରେ ଏମିତି ସଙ୍ଗ ଉପଭୋଗ କରିବାକୁ ଲାଗିଲେ। ଏମିତି କିଛି ଦିନ ଏମିତି ଥିଲା, ତାପରେ ସେ ଯୋଉ ରାଜପ୍ରାସାଦରେ ଦୁଇ ଜଣ ରହିଲେ, ବହୁତ ଦିନ ପାଖାପାଖି ରହିଲେ। ରହିଲା ପରେ ଆମର ଉଷାଙ୍କର ଭଲ ପାଇବା ବହୁତ ମାନେ କେତେ ଗୁଣରେ ବଢିଗଲା। ସେ ବହୁତ ଭଲ ପାଇଲେ ଏବଂ ଅନିରୁଦ୍ଧଙ୍କୁ ବହୁତ ପ୍ରକାର ସେବା ଦେଲେ। ଏମିତି ସବୁବେଳେ ଫୁଲ ହାର ପିନ୍ଧେଇଲେ, ଭଲ ଭଲ ଦ୍ରବ୍ୟ, ଭଲ ଭଲ ବାସ୍ନା, ତାଙ୍କୁ ସବୁବେଳେ ଏମିତି ସବୁ ପୁରା ତାଙ୍କୁ ପୁରା ସବୁବେଳେ ସଜେଇକି ପୁରା ଭଗବାନ ଭଳି ତାଙ୍କୁ ସବୁବେଳେ ସେବା କରୁ। ଏବଂ ଅନିରୁଦ୍ଧ ମଧ୍ୟ ତାଙ୍କର ଏଇ ସେବାରେ ମଧ୍ୟ ସିଏ ବି ଭୁଲି ଯାଇଥିଲେ ଯେ ସେ କୋଉଠୁ ଆସିଛନ୍ତି, ତାଙ୍କ ଘର କୋଉଠି। ସେ ବହୁତ ପୁରା ସେ ବି ମଧ୍ୟ ତାଙ୍କ ପ୍ରତି ପୁରା ଧ୍ୟାନ ତାଙ୍କର ନିବନ୍ଧ ପୁରା ହେଇଯାଇଥିଲେ। ସେ ନିଜେ ଭୁଲି ଯାଇଥିଲେ ଯେ ସେ କୋଉଠୁ ଆସିଛନ୍ତି। ଏମିତି କିଛି ଦିନ ଆସିଛନ୍ତି, ତାପରେ ସେମାନେ ରହିଲେ ଗୋଟେ ରାଜପ୍ରସାଦ ମଧ୍ୟରେ ରହିଲେ। ତା ମଧ୍ୟରେ ମାନେ ପୁରା ସୁରକ୍ଷିତ, ମାନେ ସେଟା ପୁରା ସୁରକ୍ଷିତ ଥିଲା ସେ ରାଜପ୍ରସାଦ ଟା। ସେଠି କାହାରିକୁ ଏଲାଉ ଥିଲାନି, ମାନେ କାହାକୁ ସେଠି ପ୍ରବେଶ ନିଷିଦ୍ଧ ଥିଲା, କାହାର ମାନେ ପୁରୁଷ ମାନଙ୍କର ମାନେ ପ୍ରବେଶ ନିଷିଦ୍ଧ ଥିଲା। ସେଟା ବହୁତ ସୁରକ୍ଷିତ ଭାବରେ ଦି ଜଣ ଥିଲେ। କିଛି ସମୟ ଗଲା ପରେ ତାଙ୍କର ସେ ଯେ ଜଗୁଆଳି ମାନେ ସେ ଯୋଉ ପ୍ରସାଦରେ ଥିଲେ ସେମାନେ ଜାଣିପାରିଲେ ଯେ ମାନେ ହଉଛନ୍ତି ଉଷା କିଛି ପୁରୁଷର ସଙ୍ଗ ଲାଭ କରୁଛି। ତ ସେଟା ଜାଣି ସାରିଲା ପରେ ସେମାନେ ଜାଣିଲେ ଏଇଟା ବହୁତ ନିନ୍ଦାକର କଥା। ଜଣେ ମାନେ ହଉଛନ୍ତି ଅବିବାହିତ ଯଦି ସ୍ତ୍ରୀ ଏମିତି ଯଦି ସଙ୍ଗଭୋଗ କରିବ ତ ତା ପାଇଁ ହଉଛି ସେ ମାନେ ହଉଛି ଏଟା ବହୁତ ନିନ୍ଦା ଜନକ କଥା। ଏଇଟା ସେ ଜାଣିଲେ ଏବଂ ସେମାନେ ଯାଇକି ତାଙ୍କର ପିତା ବାଣେଶ୍ୱରଙ୍କୁ ଯାଇକି ଜଣେଇଲେ। ବାଣେଶ୍ୱର ଜାଣିଲା ପରେ ଯେ ସେ କହିଲେ ଯେ ହଁ, ଜାଣି ସାରିଲା ପରେ ସେ ତାଙ୍କୁ ମଧ୍ୟ ବହୁତ ନିନ୍ଦା ପ୍ରକାଶ କଲେ। ସେ ଜାଣିପାରିଲେ ଯେ ମୋ ଝିଅ ଏବେ ସତୀତ୍ୱ ହରେଇ ଚାଲିଛି। ତ ଏଇ କଥା ସେ ଜାଣିଲା ପରେ ସିଏ ଗଲେ ଦେଖିବା ପାଇଁ, ଗଲେ ଯେ କଣ ହଉଛି। ତା ସେ ଗଲା ପରେ ଦେଖିଲେ ଯେ ଅନିରୁଦ୍ଧ ଏବଂ ଉଷା, ଅନିରୁଦ୍ଧ ଏବଂ ଉଷା ବସି କଥାବାର୍ତ୍ତା ହଉଛନ୍ତି। ତାପରେ ସେ ଉଷା ଏବଂ ଅନିରୁଦ୍ଧକୁ ଦେଖି ଜାଣିପାରିଲେ ଯେ ହଁ, ଉଷା ଯାହାକୁ ବାସିଛନ୍ତି ସେ ବହୁତ ଭଲ ସୁନ୍ଦର ଦେଖିବା ପାଇଁ। ତାଙ୍କର କୃଷ୍ଣ ବର୍ଣ୍ଣ ଆଖି ଦିଟା ପଦ୍ମ ପରି ଏବଂ ସେ ପୀତାମ୍ବରୀ ପିନ୍ଧିଥିଲେ, ତାଙ୍କର ମସ୍ତିଷ୍କରେ ଗୋଟେ ଏମିତି ହୀରା ନୀଳ ହୀରା ଟାଇପର କିଛି ଥିଲା। ଆଉ ବହୁତ ସୁନ୍ଦର ସେ ଥିଲେ, କିନ୍ତୁ ସେ ଜାଣିପାରିଲେ ଯେ ସେ ହଉଛନ୍ତି ଜଣେ କନ୍ଦର୍ପ ବଂଶର। ତ ଏଇଟା ହିଁ ତାଙ୍କୁ ସେ ରାଜି ହେଲେନି, ଏ ବିଷୟରେ ତାଙ୍କର ହଉଛି ବଂଶ ଇଏ ପାଇଁ ସେ ରାଜି ହେଲେନି। ତ ଏଇଟା ଜାଣି ସାରିଲା ପରେ ଯେତେବେଳେ ସେ ଏମିତି ତାପରେ ଏମିତି ଯେତେବେଳେ ସେ ରାଜା ବାଣେଶ୍ୱର ଗଲେ ସେତେବେଳେ ଅନିରୁଦ୍ଧ ଜାଣିପାରିଲେ ଯେ ବାଣାସୁର ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। ତାଙ୍କୁ ଯୁଦ୍ଧ କରିବା ପାଇଁ ମାନେ ତାଙ୍କ ସହ ଯୁଦ୍ଧ କରିବେ, ତାଙ୍କୁ ଏବଂ ବନ୍ଦୀ କରିବା ପାଇଁ ଚେଷ୍ଟା କରିବେ। ତ ସେ ତାଙ୍କ ସୈନ୍ୟ ମାନଙ୍କ ସହ ପୁରା ବାଣାସୁରଙ୍କ ଆଗରେ ବାଣାସୁରଙ୍କୁ ମିଶି ଅନିରୁଦ୍ଧଙ୍କ ଆଗରେ ସମସ୍ତେ ଛିଡା ହେଇଗଲେ ଏବଂ ଅନିରୁଦ୍ଧ ମଧ୍ୟ ପୁରା ଜଣେ ଶକ୍ତିଶାଳୀ ବ୍ୟକ୍ତି ପରି ପୁରା ଆଗରେ ଛିଡା ହେଇଗଲେ ଏବଂ ସେ ଯେମିତି ପୁରା ଯମଙ୍କ ପରି ପୁରା ବାଣାସୁରଙ୍କ ଆଗରେ ପୁରା ଛିଡା ହେଇଗଲେ ପୁରା। ଏବଂ ତାଙ୍କ ପାଖରେ କିଛି ଅସ୍ତ୍ରଶସ୍ତ୍ର ନଥିଲା। ତ ସେ ଏକ ଲୁହା ଲୁହା ବାଡିକୁ ଏମିତି ଜଣେ ଧରିଲେ। ତାପରେ ସେ ଯେମିତି ପୁରା ଛିଡା ହେଇକି ପୁରା ମାନେ ଯୁଦ୍ଧ କରିବା ପାଇଁ ସେ ମଧ୍ୟ ପୁରା ପ୍ରସ୍ତୁତ ହେଇଗଲେ। ତାପରେ ଯେତେବେଳେ ଅନିରୁଦ୍ଧ ବାଣେଶ୍ୱର ଯେତେବେଳେ କହିଲେ ଯେ ଯୁଦ୍ଧ କରିବା ପାଇଁ ଆକ୍ରମଣ ପାଇଁ ଆଦେଶ ଦେଲେ ତାଙ୍କ ସୈନ୍ୟ ମାନଙ୍କୁ ଅନିରୁଦ୍ଧ ପୁରା ମାନେ ଥରକରେ ସମସ୍ତଙ୍କୁ ମାରିକି ସେମାନଙ୍କର ମୁହଁ ହାତ ଗୋଡ ସବୁ ଭାଙ୍ଗି ସମସ୍ତଙ୍କୁ ପୁରା ତଳେ ଭୂଇଁରେ ପୁରା ଶୋଇଦେଲେ। ତାପରେ ସେ ଚେଷ୍ଟା କଲେ ଯେ ସେ ମାନେ ରାଜପ୍ରସାଦରେ ଯିବା ପାଇଁ ବାହାରିବା ପାଇଁ ଚେଷ୍ଟା କଲେ। ସେ ସମୟରେ ବାଣାସୁର ମାନେ ବାଣେଶ୍ୱରଙ୍କ ପାଖରେ ବହୁତ ସେ ଶିବାଜୀ ପାଖରୁ ବହୁତ କିଛି ସେ ଶିକ୍ଷା ମାନେ ସବୁ ତାଙ୍କ ପାଖରୁ ସବୁ ଶକ୍ତି ତାଙ୍କ ପାଖରୁ ଆଣିଥିଲେ।
ତ ତାଙ୍କର ସେ ଶକ୍ତି ବଳରେ ସେ ତାଙ୍କୁ ନାଗ ବାସରେ ବାନ୍ଧିଲେ ଏବଂ ନାଗ ପାଶରେ ବାନ୍ଧି ତାଙ୍କୁ ବନ୍ଦୀ କଲେ। ସେତେବେଳେ ପରେ ଯେତେବେଳେ ଉଷା ସବୁ ଜାଣିପାରିଲେ ସେ ବହୁତ ଦୁଃଖ ପ୍ରକାଶ କଲେ। ଏଇଟା ସରିଲା ଏଠି ସରିଲା ପରେ। हरे कृष्णा। ଆଜ୍ଞା ପ୍ରଭୁଜୀ। ସରିଗଲା କି? ଏଇଥିରେ ଯୁଦ୍ଧ ହେଲାନି, ଆମେ ଭାବିଲୁ ଯୁଦ୍ଧ ହବ ବୋଲି। ଯୁଦ୍ଧ ନ ହେଇକି ରହିଗଲା। କିଏ ଜିତିଲା କିଏ ହାରିଲା। ତମ ପାଖରେ ଆହୁରି ବି 7-8 ମିନିଟ ଅଛି, ତମେ ଚାହିଁବ ଯୁଦ୍ଧ ଯୁଦ୍ଧ କରିବାକୁ ତ ନୁହଁ, ମାନେ ଯୁଦ୍ଧ ବିଷୟରେ କହିବା ପାଇଁ। ନା ପ୍ରଭୁ। ଓକେ। ଏ ବାଣାସୁର, ଭଗବାନ ବାଣାସୁରକୁ ମଧ୍ୟ ଉଦ୍ଧାର କରିଥିଲେ। କିନ୍ତୁ କୁହାଯାଏ ଭଗବାନ ବଳରାମଙ୍କର ସମ୍ବଳରୁ କିଏ ଆସନ୍ତି? ସଂକର୍ଷଣ ଆସନ୍ତି। ସଂକର୍ଷଣ ଠାରୁ ଚତୁର୍ବ୍ୟୁହ ଆସେ। ପ୍ରଦ୍ୟୁମ୍ନ, ସଂକର୍ଷଣ, ଅନିରୁଦ୍ଧ ଏବଂ ବାସୁଦେବ। ତ ଏଇ ଯୋଉ ଅନିରୁଦ୍ଧ ଥିଲେ, ଇଏ ଭଗବାନଙ୍କର ବିସ୍ତାର ନୁହନ୍ତି, କିନ୍ତୁ ଭଗବାନଙ୍କର ଠାରୁ ଆବିର୍ଭାବ ହେଇଥିବାରୁ ତାଙ୍କର ଶରୀର କଣ ହେଇଥିଲା? ତାଙ୍କର ଆତ୍ମାଟା ଭୌତିକ ଜଗତର, କିନ୍ତୁ ଶରୀର ଟା ତାଙ୍କର ସ୍ପିରିଟ ଥିଲା। ସ୍ପିରିଟ ମାନେ କହିପାରିବା ଦିବ୍ୟ ଶରୀର ଥିଲା। ନର୍ମାଲି କଣ ହେଇଥାଏ କି ଆତ୍ମାଟା ସ୍ପିରିଚୁଆଲ ହେଇଥାଏ ଆଉ ବଡିଟା ମ୍ୟାଟର ହେଇଥାଏ। ଅନିରୁଦ୍ଧଙ୍କ କେସରେ ଉଲଟା ହେଇଥିଲା। ତାଙ୍କର ଆତ୍ମାଟା ମେଟେରିଆଲ ୱାର୍ଲଡ କୁ ବିଲଙ୍ଗ କରୁଥିଲା, କାହିଁକି ନା ପ୍ରଭୁ କହିଲେ କାମଦେବଙ୍କର ଶରୀର। ଆଉ କିନ୍ତୁ ତାଙ୍କର ବଡିଟା ଯେହେତୁ କୃଷ୍ଣଙ୍କ ଠାରୁ ଆବିର୍ଭାବ ହେଇଥିଲା, ତା ଦିବ୍ୟ ଥିଲା। ତେଣୁ ସେଇଥିପାଇଁ ଉଷା ଅନିରୁଦ୍ଧଙ୍କର ମିଳନ ବହୁତ ସୁନ୍ଦର ପାସ୍ ଟାଇମ୍ସ। କିନ୍ତୁ ଏଠି ଯୋଉମାନେ ଦେବତା ଉପାସନା କରନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କର ସାର୍ବଭୌମତା ଉପରେ ଏଇ ପାସ୍ ଟାଇମ୍ସ ଅଛି କି ଭଗବାନ ଶିବଜୀଙ୍କ ଠାରୁ ଶିବଜୀ ସୁରକ୍ଷା ପ୍ରଦାନ କରୁଥିଲେ ବାଣାସୁରକୁ। ଆଉ ଭଗବାନ କୃଷ୍ଣ ଆଉ ଶିବଙ୍କ ଭିତରେ ଯୁଦ୍ଧ ହେଲା, ଦୁହେଁ ଅତ୍ୟନ୍ତ ଭଗବାନ ଶିବ ହେଲେ ବୈଷ୍ଣବ ମାନଙ୍କ ଭିତରେ ସର୍ବଶ୍ରେଷ୍ଠ। ଆଉ ଭଗବାନ କୃଷ୍ଣ ତ କୃଷ୍ଣ ରହିଲେ। ତାଙ୍କ ଭିତରେ ଯୋଉ ଯୁଦ୍ଧ ହେଲା, ସେଥିରେ ଭଗବାନ ଶିବଜୀ ସୁନ୍ଦର ଭାବରେ ଭଗବାନଙ୍କ ନିକଟରେ କେମିତି ନତମସ୍ତକ ହଉଛନ୍ତି, ଆମେ ସେଇଟା ଦେଖିପାରିବା ପର ଏପିସୋଡରେ। ଯାହା ପ୍ରଭୁଙ୍କ ବିଷୟରେ ଧନ୍ୟବାଦ। ଉଷା ଅନନ୍ତଙ୍କର ବହୁତ ସୁନ୍ଦର ପାସ୍ ଟାଇମ୍ସ। ଯାହା ଭଗବାନଙ୍କର ଆମେ ଯୋଉ ଜିନିଷ ଟା ଦେଖିଥାନ୍ତି, ସେଇଟା ହିଁ ସ୍ୱପ୍ନରେ ଦେଖିଥାନ୍ତି। ଉଷା ଅନିରୁଦ୍ଧଙ୍କ କେସରେ ଦେବୀ ଉଷା ଯୋଉ ସ୍ୱପ୍ନରେ ଅନିରୁଦ୍ଧଙ୍କୁ ଦର୍ଶନ କଲେ, ସେଟା ପୂର୍ବରୁ ଦର୍ଶନ କରିନଥିଲେ। କୌଣସି ପୂର୍ବ ଜନ୍ମରେ ଦର୍ଶନ କରିନଥିଲେ, କିମ୍ବା ସେଇ ଜନ୍ମରେ ଦର୍ଶନ କରିନଥିଲେ। ତଥାପି ଭଗବାନଙ୍କର ଏହା ଯୋଜନା ଥିଲା। ତେଣୁ ଆମେ ସବୁବେଳେ ଭଗବାନଙ୍କର ଯୋଜନା ଉପରେ ଆତ୍ମନିର୍ଭର ନ ହେଇକି ଭଗବାନଙ୍କ ଉପରେ ନିର୍ଭର କରି ଶିଖିବା ଦରକାର। ଠିକ ଅଛି। ମୁକୁନ୍ଦ ପ୍ରଭୁଙ୍କ ବିଷୟରେ ଧନ୍ୟବାଦ। ଆଉ ପୁଣି ଆଉ ଗୋଟେ ଲାଷ୍ଟ ସେସନ ଆମେ ଶ୍ରବଣ କରିବୁ। ହରେ କୃଷ୍ଣ। ଶିଲ ପ୍ରଭୁପାଦ କି ଜୟ।